परम धर्मोत्तम अविद्या धर्मोत्तम परम दयाल ठाकुर श्री प्रणाम जगजन श्री बड़मा जुगाचार्य परम पूज्य परम पूज्य आचार्य सलीमती प्रणाम इष्ट पूजा जनाए आज शुभ सन्या प्रश्न उपस्थित मन कर्मी भाई भाषा मंडली बसुमती मातृ मंडली सुधी सज्जन मंडली आदर पिला मैंने समस्त आंतरिक जय ज्ञापन कर परम दल चरण आज सत्संग उद्देश्य आप जानले विष्णु भाई आज महाप्राणर विश्वासर चतुर्थ दिवस ये चतुर्दश दिवस दुई पुत्र मनोज प्रमोद सत्संग आयोजन कर परमात्मा चरण परम ब्रह्म चरण यमराज शास्त्र चिंतन कर जनाए परिवार समस्ते शांति प्रतिकूल पाग परिस्थिति प्रतिकूल पाग सत्य भी आम एकत्रित कथा हूँ गौतम भाई कहते मृत्यु मृत्यु पर अवस्था एक कथा आमर अनेक जगह आलोचना होती भगवदगीतार भगवान कृष्ण कथा सप्ताह बहुत आलोचना करते जहाँ बहुत लंबा विषय এটা অন্যান্য স্টোরি মানে অসরঞ্জিক মানে সত্য তবে গোটে কথা হচ্ছে সংসার করিছে জন্ম হয়েছে ଆଉ ସଂସାର ଛାଡ଼ି ଯିବାକୁ ପଡ଼େ ଏଟା ଏକବାର ଇଣ୍ଡିଆର ସତ୍ୟ ଡେଥ୍ ଇଜ୍ ଇନଏଭିଟେବଲ୍ ମୃତ୍ୟୁଟାକୁ ଅନିବାର୍ଯ୍ୟ ତାକୁ କେହି ଅସ୍ୱୀକାର କରିପାରିବେ ନାହିଁ କିନ୍ତୁ ଯାହା ଠାକୁର କହିଲେ ଯେ ମୃତ୍ୟୁକୁ ଅବଲୁପ୍ତ କର ଅର୍ଥାତ୍ ଏଇ ଜୀବନରେ ଆମେ ଯିବା କିନ୍ତୁ ଗଲାପରେ ଆମର ଯେଉଁ ସ୍ମୃତିବାହୀ ଚେତନ ନେଇକି ଯିବା ସ୍ମୃତିବାହୀ ଚେତନ ମାନେ ଏଇ ଜୀବନରେ ମୁଁ ଯାହା କରିଛି ସେଗୁଡ଼ିକ ଯଦି ମୋର ମନେ ଥାଏ ତାହେଲେ ପରବର୍ତ୍ତୀ ଜନ୍ମରେ ପରବର୍ତ୍ତୀ ଜୀବନରେ ସେଗୁଡ଼ିକ ସବୁ ମୁଁ ସ୍ମରଣ କରି ଆଉ ସେଇ ପ୍ରକାର ଦୁଷ୍କର୍ମ ଥିବା କୌଣସି ଖରାପ କର୍ମରେ ଲିପ୍ତ ହେବି ନାହିଁ ଜୀବନଟା ଗୋଟେ ସତ୍ପରେ ପରିଚାଳିତ କରିବା ଅପୂର୍ବ ସୁଯୋଗ ମିଳିବ ତେଣୁ ସତ୍ୟ ନିବ୍ରତରେ ଯେଉଁଟା ଦିଆହେଇଛି ସେଇ ଜିନିଷଟାକୁ ଆମେ ତାକୁ ଦେଇଛନ୍ତି ମାନିକି ଚାଲିବା ଦରକାର କିନ୍ତୁ ମଣିଷ ଯେ ନିଏ ନା ଘର ସଂସାର ସବୁ ଛାଡ଼ି ଯିବାକୁ ପଡ଼ିବ କିନ୍ତୁ ଗୋଟିଏ ଜିନିଷ ନେବାକୁ ସେ ବାଧ୍ୟ କ'ଣ ନା ମଣିଷ ତା କର୍ମଫଳକୁ ଛାଡ଼ିକି ଯାଇପାରିବନି ଆମେ ଏଇ ଜନ୍ମରେ ଯାହା କିଛି କର୍ମ କରୁଛେ ସେ କର୍ମଫଳ କେବେ ବି ଛାଡ଼ିକି ଯାଇପାରିବନି କର୍ମଫଳ ବି ଆମକୁ ଛାଡ଼ିବନି କର୍ମଫଳ ଆମ ଆତ୍ମା ସହିତ ନିଶ୍ଚୟ ଯିବ ଆଉ ଏ କର୍ମଫଳ ଆମେ ଏ ଜୀବନରେ ଯାହା କରିଛେ ସବୁ ଲିପିବଦ୍ଧ ହେଇକି ରହିଛି ଯାହା କୁହାଯାଏ ଚିତ୍ରଗୁପ୍ତ ସେଗୁଡ଼ି ସବୁ ଗୁପ୍ତ ଆଗରେ ଯେଉଁ ଚିତ୍ର ଗୁଡ଼ା ଗୁପ୍ତ ଆଗରେ ଅଛି ଚିତ୍ରଗୁପ୍ତ ବୋଲି ଯମରାଜାଙ୍କର ମନ୍ତ୍ରୀ କହନ୍ତି ତାର ନା ସବୁ କହିଲେ ଚିତ୍ରଗୁପ୍ତ ମାନେ ଯାହା ତୁମର ଯେଉଁ ଚିତ୍ର ଗୁଡ଼ିକ ସବୁ ଜୀବନରେ କରିଛ ସେଗୁଡ଼ା ଗୁପ୍ତ ଆକାରରେ ବ୍ରେନ୍ରେ ପେଣ୍ଡିଂ ଅଛି ମସ୍ତିଷ୍କରେ ଅଛି ଯେଉଁଟାକି କର୍ମଫଳର କିଛି ଅଂଶ ତାକୁ ନେଇକି ଯିବାକୁ ପଡ଼ିବ ତେଣୁ କର୍ମଫଳ ତ କାହାକୁ ଭଗବାନଙ୍କୁ ଛାଡ଼ିନି ଆମେ ସମସ୍ତେ ଜାଣିଛେ ତେଣୁ ମୁଁ ତାକୁ ବିରୁକ୍ତି କରୁନି ଖାଲି ସଂକ୍ଷେପରେ କହିଦେଉଛି ଯେ କର୍ମଫଳ ପ୍ରଭୁ ରାମଚନ୍ଦ୍ର ବାଳିକି ମାରିଲେ କିନ୍ତୁ ବାଳି ଜାରା ସବରେ ପୁଣି ଅଥରେ ମାରିଲା ଭଗବାନ ଶ୍ରୀକୃଷ୍ଣ ମାରିଲା ଆଉ ପ୍ରଭୁ ରାମଚନ୍ଦ୍ର ଯେଉଁ ବଣରେ ଯେଉଁ ସାଧୁ ଯେଉଁ ମୁନି ଋଷିମାନେ ସାହାଯ୍ୟ କରିବେ ସେମାନେ ପୁଣି ଗୋପାଙ୍ଗନା ହେଇକିରି ଗୋପଲୀଳାରେ ପ୍ରଭୁଙ୍କ ତାଙ୍କୁ ସଙ୍ଗଲାଭ କଲେ ମୁକ୍ତି ପାଇଲେ ବିଶେଷ ଭାବରେ ମୁଁ ଯେଉଁଟା ପଢ଼ୁଥିଲି ଯେଉଁଟା ଆଚାର୍ଯ୍ୟ ମୋ ସାଙ୍ଗେ ଭାରି ବଢ଼ିଆ ଲାଗୁଥିଲା ସମୟ ହେଇଗଲା ମୁଁ ପଳେଇ ଆସିଲି ଯେ କଥା ହେଉଛି ଆମମାନେ ସମସ୍ତେ ପ୍ରତ୍ୟେକ ଜୀବନରେ କିଛି କରିବା ଯେଉଁ କର୍ମ କରିବା ଭିତରେ ଦେଇକି ଆମେ ନିଜେ ପରିବାର ପରିବେଶ ସମସ୍ତେ ଶାନ୍ତିରେ ରହିବେ ଆନନ୍ଦ ରହିବେ ଆଉ ଆନନ୍ଦଟା ହେଉଛି ସତ୍ତାର ଗୋଟେ ଅଂଶ ଯେଉଁ ସତ୍ତା ସଚିଦାନନ୍ଦ କହିଲେ ଆନନ୍ଦ ହେଉଛି ଆନନ୍ଦ ମଣିଷକୁ ତା ଜୀବନ ବୃଦ୍ଧିକି ଜୀବନର ଅଭିବୃଦ୍ଧି ଘଟାଏ ଯାହାକୁ କୁହାଯାଏ ଯେ ଯାହା ଠାକୁରଙ୍କର ପ୍ରତ୍ୟେକ ବହିରେ ଆପଣ ଦେଖିଥିବେ ସପ୍ତାହ ସଚେତନ ଅସଚେତନ ଦୃଷ୍ଟି ସଚେତନ ପରିପୂଜା ଧର୍ମ ଧର୍ମ ଆଦର୍ଶ ଆଦର୍ଶ ଶିକ୍ଷା ମଙ୍ଗଳା ଗଙ୍ଗା ଏ ଯେଉଁ ଲମ୍ବା ହେଉଥିଲା ତେବେ କଥା ତା ଦେହରେ ସବୁଠାରୁ ବଡ଼ ଜିନିଷ ହେଉଛି ଯେ ଆମମାନଙ୍କର ସତ୍ତାରେ ଯେ ଆତ୍ମା ଅଛି ଏ ସବୁବେଳେ ପାଇଁ ଆନନ୍ଦ ତାର ଅଭିବୃଦ୍ଧି ଚାହେଁ आत्मा तो अभिवृद्धि है आत्मा जड़ी छड़ी जेती जेती कर्मटा अभिवृद्धि जाए
जो कर्म आम करवा से कर्मटा किपरि भाव अधिक अधिक थर माने आध्यात्मिक जगत में आम अनुप्रवेश करवा ईश्वर संबंधी आलोचना करके ईश्वर उपलब्धि करवा यही संबंधी ज्ञानटा बढ़े। तेणु ईश्वर को विश्वास करवा माने ईश्वर को जो विश्वास करे ना से क्या विश्वास कर ठाकुर गोटे कहते बोधे से हूँ 20 दिन भगवान कहते जे भावे आम माने जे भावे जे जो प्रकार भावे ठाकुर जे जो प्रकार भावे से किंतु अमल धमल विश्वास है आम भर विश्वास दरकार। ठाकुर कहते जे मु भक्तर का शालग्राम खेला ज्ञानी का ब्रह्म खेला मु नास्तिकार किसी ना ज्ञानी का ब्रह्म मु मदर बोतल बगल करे माता पिछड़ माता भाई पिछे जाए ये सब जिन ठाकुर गोटे पर्याय कर तेणु जिन हूँ आम मैंने दूर विश्वास करूँ भगवान भगवान कृष्ण जे जान जे यथा मान प्रपद्यन्ते तथा भाजन मैंने भगवान कृष्ण गीता कहते जे यथा मान प्रपद्यन्ते तथा भाजन भजामी हम जे जो प्रकार मत भाव मुझे प्रकार जे जो प्रकार भजे मुझे प्रकार रक्षा कर। तेणु आम मुख्यतः जीवन में ईश्वर विश्वास प्रथम कथा ठाकुर आउ गए पुण्य पत्र कहते मुझे तो आगुरी आसती दौड़ी जाइए स्वर्ग जाए स्वर्ग मान कौन स्वर्ग आकाश ना स्वर्ग शांति सुख अभिवृद्धि जीवन अभिवृद्धि पाए बोले मुझे आगुरी आसती दौड़ी जाइए तो मुझे सीढ़ी देती सीढ़ी देती तुम सीढ़ी आराम चढ़ पड़े तार सीढ़ीटा कौन ना सीढ़ीटा हूँ जीवन अभिवृद्धि रास्ता। अच्छा आचार्य से कथा कहते मन कर मुझे प्रथम मल मोर दी मल डेक पड़े ना सीढ़ी चढ़ी 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 जाए ऊपर पहुँचे से आम जीवन पाहाच पाहाच देकर आम चढ़ चढ़ी जाए पड़े। तेणु जीवन अभिवृद्धि हूँ जीवन लक्ष्य आ जीवन अभिवृद्धि चरम हूँ अंतिम लक्ष्य हूँ ईश्वर ईश्वर को ईश्वर आप्ति मान ईश्वर शक्ति ईश्वर आप्ति मान आसवा मु ईश्वर कथा अनुसार विधि विधान मान निजी जो प्रकार हेबी से प्रकार ईश्वर पाए। तेणु आम मैंने समस्ते प्रति प्रत्येक जीवन अंतिम इच्छा हूँ ईश्वर करते हम भगवान के उपलब्ध आम से जो मुनि ऋषि मैंने बड़े तपस्या तपस्या खाया घर कोठाड़ी करना चाहते मुझे ईश्वर सानिध्य ईश्वर मन जीवन मुक्ति पाइबे ईश्वर साहित्य लाभ कर समस्त उद्देश्य। तेणु ये भितर मनुष्य जितना कर्म कर से कर्म भर देखा कि मुझे सत्कर्म कली इष्ट कर्म कली ईश्वर उद्देश्य किसी कर्म कली ईश्वर कर्म ठाकुर कहले मुझे जो आसी तो मुझे कथा ही कही अधर्म धर्म प्लानी माने मनुष्य धर्म को छाड़ी अधर्म बाटे जाए अर्थात जहाँ करवा कथा से नक अनुचित कम करे अनुचित कम को उचित भावी करे जहाँ अनुचित करवा कथा नुहे ताकू से उचित भाई करे तेणु अबाट जाए। तेणु से अधर्म पथर पुणी तुम धर्म पथ को आने मुझे बारंबार तेणु से कथा जिन ठाकुर कहते मनुष्य जब धर्म संज्ञा बुझी पारे ना ठाकुर तो सहज करदे बोले बंचवा मर्मटा ठीक एंता धर्म तेणु धर्मटा कौटे आम बंचवा बढ़िया मुझे बंचबी मोर परिवेश बंचेबी समस्त बंचेबी यहाँ धर्म मुझे जहाँ धारण करी से धर्म। तेणु धर्म पानी धर्म हूँ से तलू बढ़ ताकू बदल पारे निआर धर्म से उपरକୁ जीव वायुर से चलाचल कर सूर्य राशि ताप दब ताकू बंचे पारे। तेणु ये जो धर्म जार मौलिक धर्म ताकू बंचे पारे। तो आम जीवन धर्म कौन आम जीवन धर्म हूँ ईश्वर तत्व आम जीवन धर्म है बंचवा बढ़िया मुझे समस्त बंचेबी बंचेबी ये भीतर जो कर्म करी जब से सत्कर्म हुए जब उचित कर्म हुए ताले से उचित कर्म को मो देह त्याग पर मोर आत्मा सहित से जीव वृत्ति प्रवृत्ति जीव सब जीव काम क्रोध लोभ मोह मद माश्चर्य पंचटा इंद्रिय आउ कर्मफल सब जीव ना गोटे पिला जन्म कांदी लगू माँ घर पड़ू पड़ू से कांदी छुआ ठीक है। तेणु ता भर से जाए आत्मा सहित जाए। तेणु आम जो चाहूचे जे आम ईश्वर को पाइबा ये उद्देश्य जो कर्म करवा इष्ट कर्म से सार्थक कर। तेणु से कर्म फलटा गोटे मैंने स्वामी मरीगला स्त्री को दुआर बंद कौन जाऊँ दुआर बंद आसूँ स्वामी मला स्वामी शव जो जाऊँगी से दुआर बंद कौन जाऊँ दुआर बंद कौन जीवन तापर जीवन तापर कौन पढ़ो जो मुखानी दल श्मशान कौन जीव मुखान दे सारा को पढ़ाई रही ना परिवेश पढ़ा पढ़ा पढ़ी रही संस्कार कर तो पड़ेगा
ତାର ଯେଉଁ ଭୌତିକ ଶରୀର ତାର ମାଛ ଯେଉଁ ମାଂସ ମେଦ ରକ୍ତ ପାଣି ଯାହା ଅଛି ପବନ ସବୁ ପଡ଼ିଲା, ସବୁ ପଞ୍ଚଭୂତରେ ମିଶିଗଲା, ଲୀନ ହେଇଗଲା। ପବନରେ ମିଶିଗଲା, ଆଉ ଦେହଟା ତାର ଅସ୍ଥି ତା ମାଟିରେ ମିଶିଗଲା, ଆଉ ତାର ଯେଉଁ ତେଜ ଥିଲା, ଯେଉଁ ତାପ ଥିଲା, ସେଟା ତାପରେ ମିଶିଗଲା, ସବୁ ପଡ଼ିଲା। ଯିଏ ପଞ୍ଚଭୂତରେ ଯାହା ଆସିଥିଲା ସେ ପଞ୍ଚଭୂତରେ ଗଲା ସହିତ ପଞ୍ଚଭୂତରେ ମିଶିଗଲା। ତାହେଲେ ଗଲା କିଏ ତା ସାଙ୍ଗରେ? ନା ସ୍ତ୍ରୀ ଗଲା, ନା ପୁଅ ଗଲା, ନା ପଢ଼ାପଢ଼ି ସରିଲା। ତାହେଲେ ଗଲା କିଏ? ସେ ଏକା ଯାଇକି କର୍ମଫଳ ନେଇଯାଉଛି। ତେଣୁ ସେଥିପାଇଁ କର୍ମଫଳ ଭୋଗ କରିବାକୁ ପଡ଼ିବ। ସେ ଗୋଟେ ମାନେ ଆପଣ ଜାଣିଥିବେ, ସେ ଦୋହରି ଦଉଛି। ମାନେ ଯେତେବେଳେ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ କଂସକୁ ମାରିଲା ପରେ ଗଲେ କୋଉଠିକି? ନା ବାପା ମାଆକୁ ରକ୍ଷା, ଦେବକୀ ବସୁଦେବକୁ ରକ୍ଷା କରିବା। କାରଣ କାରାଗାର ରହିଥିଲେ। ଯେତେବେଳେ କଂସ କାରାଗାରକୁ ଗଲେ, ସେତେବେଳେ ଯେତେବେଳେ ପହଞ୍ଚିଲେ, ଦେବକୀ ମାନେ କାନ୍ଦୁଛନ୍ତି। ଦେବକୀ ତାଙ୍କୁ ଯାଇକି କହୁଛନ୍ତି, କୃଷ୍ଣ ମୁଁ ଜାଣିଛି ତୁ ସର୍ବଶକ୍ତିମାନ, ତୁ ନିଜେ ଭଗବାନ, ମୁଁ ଜାଣିଛି, କିନ୍ତୁ ତୁ ଆଜି କ'ଣ ମୋତେ କାହିଁ ଉଦ୍ଧାର କରୁଛୁ? ଆମେ ଏଇଠି ବନ୍ଦୀ ହିଁ ପଡ଼ିଛୁ, ଆଜି କ'ଣ କାହିଁ ଜାଣିଛୁ ମୋତେ କାହିଁ ଉଦ୍ଧାର କରୁଛୁ? ଯେତେବେଳେ ଏ କଥା କହିଲେ, ଦେବକୀ କିନ୍ତୁ ଏ କଥା ଶୁଣିଲା ପରେ କୃଷ୍ଣ ହସୁଛନ୍ତି। ହସିଲା ପରେ କହିଲେ ମା, ମୁଁ ତୁମର କି ଦୋଷ କରିଥିଲି ଯେ ମୁଁ ରାତି ପାଇଲେ ରାଜା ହେଇଥାନ୍ତି, ମୋତେ ବୋହୂକୁ ପଠେଇଦେଲ। ରାତି ପାଇଲେ ଆମ ରାତି ପାଇଲେ ଆମ ରାଜା ହେଇଥାନ୍ତି, କିନ୍ତୁ ମୁଁ କ'ଣ ତମକୁ ଅପରାଧ କଲି ଯେ ମୋତେ ବୋହୂକୁ ପଠେଇଦେଲ? ଯେବେ ଘରେ ଫୋନ କରି କହିଲେ ମୁଁ ନା, ହଁ ତମେ ସେଇ କହିଛି, ଆଉ ଯିଏ ବସୁଦେବ ସେ ନିଜେ ଦଶରଥ। ତାହେଲେ ଯେବେ ବତେଇଲେ କୌଶଲ୍ୟା, ନା କୌଶଲ୍ୟା ହେଉଛନ୍ତି ଯଶୋଦା, ଯିଏ ମୋତେ ମାନେ ପୁତ୍ର ସ୍ନେହରୁ ବଞ୍ଚିତ ହେଇଥିଲେ ତାଙ୍କରି ପାଖରେ ବଢ଼ିକି ଆସେ। ତେଣୁ କହିବା କଥା ହେଉଛି ଯେ ଭଗବାନ ନିଜେ ସ୍ୱୟଂ ପୁରୁଷୋତ୍ତମ, ଯେ ତାଙ୍କର ଯେ ଜନନୀ ପିତା, ସେ ମଧ୍ୟ କର୍ମଫଳରୁ ବାଦ ଯାଇନାହିଁ, ତାଙ୍କୁ ମଧ୍ୟ ଭୋଗିବାକୁ ପଡ଼ିଲା। ସାମାନ୍ୟ ଅପରାଧ। ଆପଣ ଜାଣିଥିବେ ରାମଚନ୍ଦ୍ରଙ୍କର ରାଶି ଯାହା, ରାବଣ ରାଶି ସେୟା। ରାବଣ ରାଶି ଯାହା, ରାମଚନ୍ଦ୍ର ରାଶି ସେୟା, ଏକା ରାଶି, କିନ୍ତୁ କର୍ମ ଅଲଗା। ତେଣୁ ସିଏ କର୍ମଫଳ ଭୋଗ କଲା। ପ୍ରଭୁ ରାମଚନ୍ଦ୍ର ପୁରୁଷୋତ୍ତମ ଆମେ ସମସ୍ତଙ୍କ କରିଥାଉ। ଆଉ ଗୋଟେ କଥା ଯେ ମହାଭାରତରେ ଭୀଷ୍ମ ଟିକେ ଅପରାଧ କରିଥିଲେ। ଦୋଷ କଷ୍ଟ କ'ଣ? ଦ୍ରୌପଦୀଙ୍କୁ ଲଜ୍ଜା ନିବାରଣ ପାଇଁ ତାଙ୍କ ଶକ୍ତି ଥିଲେ ମଧ୍ୟ ସେ ତାକୁ ବିରୋଧ କଲେ। ତୁମେ ମାନେ ନୀରବ ହୋଇ ଶୋଇ ଯାଇଥିଲେ। ସେଥିପାଇଁ ତାଙ୍କୁ ଶେଷରେ ସରସ୍ୱତୀ ଭୋଗ କରିବାକୁ ପଡ଼ିଲା। କିନ୍ତୁ ସୀତାଙ୍କୁ ଅପହରଣ କରି ଜଟାୟୁ ରାବଣକୁ ପ୍ରତିରୋଧ କରିଥିଲା, ରାବଣ ଯୁଦ୍ଧ କରିଥିଲା, ତାର ପକ୍ଷ ସାଧନ କରିଥିଲେ, ଏବଂ ଶେଷ ସେ ମଲାକୁ ନା ପ୍ରଭୁ ରାମଚନ୍ଦ୍ର କୋଳରେ ମରିଲେ। ତେଣୁ ପ୍ରଭୁଙ୍କ ପୁରୁଷୋତ୍ତମ କୋଳରେ ମଲା ଜଟାୟୁ, ଆଉ ସରସ୍ୱତୀ ଜାଗାରେ ଭୀଷ୍ମ, ଟିକେ ଭୁଲ ପାଏ। ତେଣୁ ମଣିଷ ଯାହା କର୍ମ କରିବ କର୍ମଫଳ ଭୋଗ କରିବାକୁ ପଡ଼ିବ। କର୍ମଫଳ କାହାକୁ ବାଦ ଯାଉନି, କର୍ମଫଳ ନିଶ୍ଚିତ ଭାବରେ ଭୋଗ କରିବାକୁ ପଡ଼ିବ। ତେଣୁ ଠାକୁର ଯାହା କରେ ଯେ ସବୁଠାରୁ ଶ୍ରେଷ୍ଠ କର୍ମ ହେଉଛି ଇଷ୍ଟକର୍ମ। ଇଷ୍ଟକର୍ମ ହେଉଛି ସବୁଠାରୁ ଶ୍ରେଷ୍ଠ କର୍ମ, ଇଷ୍ଟ ସମୂହ ସବୁଠାରୁ ଶ୍ରେଷ୍ଠ କର୍ମ। ମଣିଷ ଯେତେ ଯାହା କର୍ମ କରେ ସବୁଠାରୁ ଶ୍ରେଷ୍ଠ କର୍ମ ହେଉଛି ଇଷ୍ଟକର୍ମ। ଈଶ୍ୱରଙ୍କୁ କେନ୍ଦ୍ର କରିବା, ଈଶ୍ୱର ଉଦ୍ଦେଶ୍ୟରେ ଯାହା କିଛି କର୍ମ କରିବା ସେଇଟା ଆମ ପାଇଁ ଜୀବନକୁ, ଆମ ଜୀବନ ସାର୍ଥକ ହେବ ଏବଂ ଆମ ଜୀବନର ଅନ୍ତିମ ସମୟରେ ଆମେ ସେଇ ଫଳଟା ନେଇକି ଯିବା। ତେଣୁ ଶ୍ରୀ ଠାକୁର ଏ କଥା କହିଛନ୍ତି ଯେ ଆମେ ସମସ୍ତେ ଠାକୁରଙ୍କ ଉଦ୍ଦେଶ୍ୟରେ କର୍ମ କରିବା, ସତ୍କର୍ମ କରିବା। ଆଉ ସତ୍କର୍ମ ଅପେକ୍ଷା ଆଉ କିଛି କର୍ମ ହିଁ ନାହିଁ। ଆଉ ସତ୍କର୍ମର ମଧ୍ୟ ତାର ମାନେ ସଂଜ୍ଞା ଯେତେବେଳେ କିଏ କହୁଛି ମୁଁ ଗରିବକୁ ଦାନ କଲି, ସେଟା ସତ୍ୟ। ମୁଁ ଗରିବକୁ ଦାନ କଲି। କିଏ କହୁଛି ମୁଁ ଗାଈକି ଖାଇବାକୁ ଦେଲି। କିଏ କହୁଛି ମୁଁ ଏବେ ଗୋଟେ ରାୟ ଦେଇଛି କୁକୁର ଇଏ କର, ଆର ମାନେ ହେଲା ବିପ୍ଳବ ହେଲା, କୁକୁର ବନ୍ଧ୍ୟାକରଣ କରିବା ପାଇଁ କରାଯାଏ। କଥା ହେଉଛି ଇଏ ମାନେ ମୁଁ ତ ବେଳେବେଳେ ଭାବେ, ମୁଁ ମୋ ନିଜର କଥା କହୁଛି, କହିଲେ ବନ୍ଦ କରିଦେବି। ମୁଁ ବେଳେବେଳେ ଭାବେ ମୁଁ ତ ଠାକୁର ଇଏ ଯେ କୁକୁରୀ ଜନ୍ଦା ଉଇ ଇଏ ସରପା ଏଗୁଡ଼ା ସବୁ କାହିଁ ସୃଷ୍ଟି କରୁଛୁ, ମଣିଷକୁ ହଇରାଣ କରୁଛନ୍ତି। ଉଇ ଖାଇକି ମାନେ ବିହନା ସେଟା, ତାହେଲେ ଆମେ ଜାଣିନେ ଯେ ତାଙ୍କର ସୃଷ୍ଟି କ'ଣ ପାଇଁ ଭଗବାନ କରୁଛନ୍ତି। ଆମେ ଯେହେତୁ ଅଜ୍ଞାନରେ ଅଛେ, ତାଙ୍କର ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି କ'ଣ ପାଇଁ ହେଇଛି ତାର କାରଣ ଆମେ ଜାଣିଛୁ। ତେଣୁ ଆମେ ଭାବୁଛୁ, କିନ୍ତୁ ତାଙ୍କର ଜନ୍ମ ହେବାର କିଛି କାରଣ ବି ଅଛି, ଯାହା ସେ ଜାଣନ୍ତୁ, ଆମେ ଜାଣିଛୁ। ତେଣୁ ସେଥିପାଇଁ ଆମେ ସବୁବେଳେ ଚିନ୍ତା କରିବା ଯେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସବୁବେଳେ ମଙ୍ଗଳ, ପ୍ରଭୁଙ୍କର ଇଚ୍ଛା ହିଁ ମଙ୍ଗଳ। ଆଉ ଆମେ ଜାଣିନୁ ଆମର କୋଉଥିରେ ମଙ୍ଗଳ ହେଉଛି। ତେଣୁ ଆମେ ସବୁବେଳେ ପ୍ରାର୍ଥନା କରି ପ୍ରଭୁ ଆମର ଭିତରେ ତୁମ ଇଚ୍ଛା ହିଁ ପୂର୍ଣ୍ଣ ହେଉଛି। ତେଣୁ ଆଜିର ଏଇ ଅବସରରେ
परमपिता सूचन ये परिवार समस्त मंगल कामना करी उपस्थ समस्त शांति शक्ति जीवन जीवन कामना करी जय